ଲଳିତା ଲବଙ୍ଗଲତା ଆଲୋ ଲୁଗା ପଟା ଖଣ୍ଡେ ତୁ ଧରିଥା ଲଳିତା ଲବଙ୍ଗଲତା ଖାଇଛି ଅଧିକା ପିନ୍ଧିଛି କମ ଖାଇଛି ଅଧିକା ପିନ୍ଧିଛି କମ ଗୋଲାପୀ ଚଢି ଧରିଥା ମୋ ଗୋଲାପୀ ଚଢି ଧରିଥା। तो आज आम आसी पहुंच जाए सिंह बाहिनी कैंप रे जटणी रे। तो आम सहित अच्छा सिंह बाहिनी कैंप रो जो मुख्य कमेडियन अच्छा आम किसी साक्षात्कार करवा और किसी पचारि बुझा सिंह बाहिनी कैंप विषय आज्ञा केमती अच्छा ଯାହା ହଉ ଦର୍ଶକ ଦେବତା ମାନଙ୍କ ସଦା ଭଲ ପାଇବା ଉପଲକ୍ଷେ ଆପଣ ମାନଙ୍କ ହାତ ତିଆରି କମେଡି କିଲର ଧରଧର ଧରିଆ ଭଲରେ ଅଛି ଆଗକୁ ରହିବ ଏବଂ ଆପଣଙ୍କର ଯୋଉ କମେଡି ପୁରା ଚହଳ ସୃଷ୍ଟି କରିଦେବେ ସେ ଯାତ୍ରା ସିଂହ ବାହିନୀ ରେ। ଯାହା ହଉ ସେତିକି ଦର୍ଶକ ଦେବତା ମାନଙ୍କ ସଦା ଭଲ ପାଇବା ତାପରେ ଅନ୍ୟାନ୍ୟ ଯାତ୍ରା ଦୁନିଆକୁ ଆସିବା କେତେ ଦିନ ହେଇଗଲା କେତେ ବର୍ଷ ହେଇଗଲା ଆପଣଙ୍କର? ଦୁନିଆକୁ ଆସିବା ହେଇଗଲା ପ୍ରାୟ 17-18 ବର୍ଷ ହେଲା କିନ୍ତୁ ଯାତ୍ରା କରିବା ଗାଁ ଗହଳି ପ୍ରଥମରୁ ଆରମ୍ଭ କରୁଥିଲେ ଶିଶୁ କଳାକାର ଯାହା ହଉ ପ୍ରଥମ ଯାତ୍ରା କୋଉଠି ଆରମ୍ଭ କରିଥିଲେ ଆପଣ କୋଉ ପାର୍ଟିରୁ? ପାର୍ଟି ଭିତରେ ମୋର ହିମାଦ୍ରି ଗଣନାଟ୍ୟ ଥିଲା ପ୍ରଥମେ ତାପରେ ଯାତ୍ରାପାଟ ସେଇଠୁ ଆରମ୍ଭ ଆଉ ଯାତ୍ରାପାଟ ସେଇଠୁ ଆରମ୍ଭ ଘର ପରିବାର କୋଉ କେତେ ଜଣ ଅଛନ୍ତି ଏବଂ ଆପଣଙ୍କ ଘର କୋଉ ଇଏରେ? ଆମ ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗ୍ରାମ ନାଁ ସେଣ୍ଡତିରା ବାପାଙ୍କ ନାଁ ବଟକୃଷ୍ଣ ପଡି ମା ନୟନା ପାଡି ଏବେ ସ୍ୱର୍ଗତ ଆମେ 3 ଭଉଣୀ ମୋର 2 ଜଣ ଭାଇ ସେମିତି ମୋଟାମୋଟି କହିବାକୁ ଗଲେ ଆମର 4 ବାପା ଆମ 6 ପୁଅ ଆଉ ଆପଣଙ୍କ ପିଲାପିଲି କେମିତି କଣ ଝିଅ ପୁଅ କେତେ ଜଣ ଏବେ କଣ କରୁଛନ୍ତି ସେମାନେ? ମୋର 2ଟି ପୁଅ ବର୍ତ୍ତମାନ ଗୋଟିଏ ପୁଅ ତ ସାଇନ୍ସ ପଢୁଛି ଏବେ ଏବଂ ଆମେ ଶୁଣିଥିଲେ ଆପଣଙ୍କ ପୁଅ ଗୋଟେ ଇଞ୍ଜିନିୟରିଂ କରୁଛି ବୋଲି। ହଁ ପୁଅଟେ ଆମର ଜଟଣୀ ଏରିଆରେ ବର୍ତ୍ତମାନ ପଢୁଛି ମତେ ବହୁତ ଖୁସି ଲାଗୁଛି। ତ ଜଟଣୀରେ ଯୋଉ ଯାତ୍ରା ପଡିଛି ଆପଣଙ୍କର କମ୍ପିଟିସନ ଯାତ୍ରା ଏଠି ପଡିଛି ତ ଏଠି ଯାତ୍ରାରେ ଆପଣ କେମିତି କଣ ପ୍ରିପାରେସନ ନେଇକି ଆସିଛନ୍ତି ଜଟଣୀ ପଡିଆକୁ? ଜଟଣୀ ପଡିଆ ବଢିଆ ଦର୍ଶନ ଏନି ଟାଇମ ବଢିଆ ଯୋଉଠି ପଡିଆ ବଢିଆ ସେଠି ଥିବ ଧରିଆ ଆପଣଙ୍କ ପାଖରେ ପଡିଛି କୋଣାର୍କ ପଡିଛି ଇନ୍ଦ୍ର ଭବନ ପଡିଛି ଇନ୍ଦ୍ର ଭବନ ପଡିଛି ୟା ପୂର୍ବରୁ ପାର୍ଟି ସ୍ୱପ୍ନମହଲ କଣ ଏମିତି ପାର୍ଟି କେତେ ସ୍ୱପ୍ନମହଲ ଏବଂ ପାର୍ବତୀ ପଡିଥିଲା ସ୍ୱପ୍ନମହଲ ପାର୍ବତୀ ତ ଆଜି ଆପଣଙ୍କର ଗୋଟେ ଗୀତ ଥିଲା ଏଥନ୍ତେ କଳି ବିଷୟରେ ଗୋଟେ କମେଡିର ଗୀତ ଥିଲା ଲବଙ୍ଗ ଲଳିତା ଲତା ଏମିତି କଣ ଗୋଟେ ଗୀତ ଥିଲା ସେଇଟା ଯଦି ଟିକେ ଗାଇକି ଆପଣ ଶୁଣେଇବେ ଆମ ଦର୍ଶକ ଦେବତା ମାନଙ୍କୁ? ନିଶ୍ଚୟ ନିଶ୍ଚୟ କାରଣ ମୁଁ ଗୋଟେ ଯେ କି ଲଳିତା ଲବଙ୍ଗ ଲତା ସେ ଉପରେ ଗୋଟେ କମେଡି କରିଥିଲି ଯେ କି ଏଇଟା ଆମର ଅରୁଣ ବାରିଙ୍କ ଲେଖା ଶାରଦା ରାଣାଙ୍କ ନିର୍ଦ୍ଦେଶନା ନାଟକ। ଆଲୋ ଲଳିତା ଲବଙ୍ଗ ଲତା ଆଲୋ ଲୁଗା ପଟା ଖଣ୍ଡେ ତୁ ଧରିଥା ଲଳିତା ଲବଙ୍ଗ ଲତା ଖାଇଛି ଅଧିକା ପିନ୍ଧିଛି କମ ଖାଇଛି ଅଧିକା ପିନ୍ଧିଛି କମ ଗୋଲାପୀ ଚଢି ଧରିଥା ମୋ ଗୋଲାପୀ ଚଢି ଧରିଥା। बहुत बहुत धन्यवाद एवं यात्रा सिंह बाहिनी खंडगिरी रे बहुत किसी जलवा देखा भावुची आपन कमेडी भी यात्रा सिंह बाहिनी नहीं कि खंडगिरी बहुत सारा भल पाए आप पाइबे। तो धन्यवाद आमको एत सारा टाइम दीजिबार बहुत बहुत धन्यवाद। जय जगन्नाथ सर्वप्रथम दर्शक देवता मानक जगन्नाथ भल रखु दर्शक देवता मान आशीर्वाद आम पाखे थे आम निश्चय भल रही कारण आमर देवता होती दर्शक। आज्ञा रोज जय जगन्नाथ जय सिंह भाई।